ପ୍ୟାଣ୍ଟ ଖୋଲିକି ଗୋଇଠା ମାରିକି ହସୁଥିଲେ। ହସିକିନା ସେ ଭିଡ଼ିଓଟା ବି ରଖିଛନ୍ତି। ଆଉ ମୋ ମାଉସୀ ପୁଅ ଝିଅର ତାର ବି ଭିଡ଼ିଓ ରଖିଛନ୍ତି। ମୁଁ ଯାଉଥିଲି, ସମୟ ସେତେବେଳେ 6:30ରୁ 7ଟା ପାଖାପାଖି ଥିଲା। ଆମେ ମୋ ଧଉଳି ଆଉ କେଶର ଯିବା ବାଟରେ ସେଇଟା ଆମେ ଯାଉଥିଲୁ। ଅଧା ବାଟରେ ଦୁଇଟା ପୁଅ ଜଙ୍ଗଲ ଭିତରେ 2 ଜଣ ବାହାରିଲେ। ଆମେ ତାଙ୍କୁ କଟ୍ କାଟିକି ଯାଉଥିଲୁ, ସେ ଆମ ଗାଡ଼ି ଆଗକୁ ପଳେଇ ଆସିଲେ। ହଠାତ୍ କିନା ବ୍ରେକ୍ ମାରିଲା, ସେ ଆସିକି ଆମ ଚାବିଟା ନେଇଗଲେ। ଚାବିଟା ବନ୍ଦ କରିଦେଲେ, କହିଲେ ପଇସା ମାଗିଲେ। ଭାଇକୁ ଆମେ ଯେତେବେଳେ କହିଲେ କି ଆମ ପାଖରେ ପଇସା କିଛି ନାହିଁ, ଭାଇ ସାଙ୍ଗେ ସାଙ୍ଗେ ଆମ ଚାବିଟା ପକାଇଦେଲେ। ତାପରେ ଆମକୁ ଉଠେଇକି ନେଇଗଲେ। ସେଇଠି ଯାଇକି ବେକ ଚିପିଲେ, ପିଟିଲେ, ହାତ ଗାଲ ସବୁଆଡ଼େ ମାରିଲେ, ତାକୁ ଗଞ୍ଜି ଘୋଡ଼େଇ ଦେଲେ। ମୋ ମାଉସୀ ପୁଅ ଝିଅ ତାକୁ ନେଇକି ପଳେଇଲେ ଭିତରକୁ। ତା ସହିତ ମିସବିହେଭ୍ କଲେ। ତାର ଭିଡ଼ିଓ କଲ୍ 15-20 ମିନିଟ୍ ସେଇଠି ରଖିଲେ। ମୋତେ ବାଡ଼େଇଲେ ଲାଷ୍ଟ ପଥର ଆଣୁଥିଲେ ମାରିବା ପାଇଁ। ମୋ ରୂପା ଚେନ୍, ତାର ସୁନା ଚେନ୍ ନେଇଯାଇଛନ୍ତି। ଆମ ମାରିଲେ, ବହୁତ ମାରିଲେ, ତାକୁ ବି ମାରିଛନ୍ତି। ତା ଗୋଡ଼ ହାତ ସେଇଠି ବାଡ଼େଇକି ଅଧା ପୁରା ଖଣ୍ଡିଆ କରିଦେଇଛନ୍ତି। ମୋତେ ବି ମାରିଛନ୍ତି ପୁରା। ମୋର ବି ମୁହଁରୁ ଆଉ ପିଠି ଯାଇ କିଛି ଅବସ୍ଥା ନାହିଁ। ଆମ ମାରିଲେ 9:30 ଯାଏ ସେଇଠି ଟର୍ଚର୍ କଲେ। କରିକି 9:30 ପରେ ଆମକୁ ଧମକି ଦେଲେ କି ତମେ ଯେ ଏଇ କଥା କାହାକୁ ବି କହିଲ କି ପୁଲିସ କଲ୍, ଆମେ ଏ ଭିଡ଼ିଓ ଭାଇରାଲ୍ କରିଦେବୁ। ମୋ ଉପରେ ହସିଲେ। ଫେର୍ ଗୋଇଠା ମାରିକିନା କହିଲେ କି ଏଇ କଥା ଯେ କାହାକୁ ବି ପୁଲିସ କାହାକୁ ବି କହିଥିବୁ ତାହେଲେ ତମ ଭିଡ଼ିଓ ଭାଇରାଲ୍ କରିଦେବୁ 2 ଜଣଙ୍କର। ଆମେ ସେଇଠି କିଛି କରିନଥିଲୁ। ଆମକୁ ସେ ପଇସା ମାଗିଲେ, ପଇସା ନ ଦେବାରୁ ସେ ଆମ ସହିତ ଏମିତି କଲେ। ଲାଷ୍ଟରେ ଝିଅର ପର୍ସ, ମୋ ଫୋନ୍ ସବୁ ଚେକ୍ କଲେ। ଯେତେବେଳେ ପଇସା କିଛି ନ ପାଇଲେ, ଲାଷ୍ଟରେ ଧରିକି ସେ ତା ଭିଡ଼ିଓ କଥା କହିକିନା ଧରେଇକି ପଳେଇଲେ, ଛାଡ଼ିଦେଲେ। ଫୋର୍ସ କଲେ କି ପଇସା ଦେବା ପାଇଁ ଅଧିକ ଫୋର୍ସ କଲେ। ପଛପଟୁ ପ୍ୟାଣ୍ଟ ଖୋଲିକି ଗୋଇଠା ମାରିକି ହସୁଥିଲେ। ହସିକିନା ସେ ଭିଡ଼ିଓଟା ବି ରଖିଛନ୍ତି। ଆଉ ମୋ ମାଉସୀ ପୁଅ ଝିଅର ତାର ବି ଭିଡ଼ିଓ ରଖିଛନ୍ତି। ଆମକୁ ଏମିତି ଧମକି ଦେଇଛନ୍ତି। ଆଜ୍ଞା, ତା ଡ୍ରେସ୍ ଖୋଲିକି ୱିଦାଉଟ୍ ଡ୍ରେସ୍ ଭିଡ଼ିଓ ରଖିଛନ୍ତି। ତାକୁ ଡରଉଛନ୍ତି କି ଏଇ କଥା ଯେ କାହାକୁ କହିଲେ ଭିଡ଼ିଓଟା ଆମେ ଭାଇରାଲ୍ କରିଦେବୁ।